ओम नमः शिवाय। ମୁଁ ଜ୍ୟୋତିର୍ବିଦ ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ମୋ ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ମୋର ୱେବସାଇଟ୍ rudraksjyotish.in ଭିଜିଟ୍ କରିପାରନ୍ତି। ଆଜି ମୁଁ ଆପଣଙ୍କୁ ଗୋଟେ ବହୁତ ରେୟାର ରୁଦ୍ରାକ୍ଷ ବିଷୟରେ କିଛି କହିବି। ସେ ହେଲା 21ରୁ 25 ମୁଖୀ ପର୍ଯ୍ୟନ୍ତ। ଆପଣମାନେ ସମସ୍ତେ ଜାଣିଥିବେ ଯେ ସାର୍ 21 ମୁଖୀ ରୁଦ୍ରାକ୍ଷ ଯାକେ ଆମେ ଶୁଣିଛୁ, ତାପରେ ଶୁଣିନୁ। ଆକ୍ଚୁଆଲି ଆଭେଲେବୁଲ୍ ନଥିଲା, ଏବେ ଧୀରେ ଧୀରେ ସେଗୁଡ଼ା ଆଭେଲେବୁଲ୍ ହେଲାଣି, ତ ସେଗୁଡ଼ା ମାର୍କେଟରେ ମିଳୁଛି। କିନ୍ତୁ ମଜା କଥା ହେଲା, ଯେମିତି ଆମେ 1ରୁ 14 ମୁଖୀ ରୁଦ୍ରାକ୍ଷ ଗୁଡ଼ା ଆମେ ଜାଣିପାରୁଥିଲୁ କି ଏଗୁଡ଼ା ଆକ୍ଚୁଆଲି କାମ କ'ଣ, କେଉଁ ଦେବତା କିମ୍ବା ଦେବତୀଙ୍କ ଦ୍ୱାରା ଏଇଟା ପ୍ରଭାବିତ ହେଉଛି, ସେ ଅନୁସାରେ ଆମେ ବିଭିନ୍ନ ଜାଗାରେ ତାର ରେକମେଣ୍ଡେସନ୍ କରୁଥିଲୁ। କିନ୍ତୁ 15 ମୁଖୀ ପରଠୁ ରୁଦ୍ରାକ୍ଷର ବେଶୀ ଜଣା ନାହିଁ। ମୋ ମତରେ ତ ମୁଁ ପ୍ରାୟ ଦେଖିନି, କିନ୍ତୁ ଯେଉଁମାନେ ମୋଠୁ ଆହୁରି ସବୁ ଭଲ ଭଲ ଏକ୍ସପର୍ଟ ଅଛନ୍ତି, ସେମାନେ କହିବା କଥା ଦେବୀ ଭଗବତମରେ ଅଛି। ମୁଁ ଦେଖିନି ଦେବୀ ଭଗବତମରେ କେଉଁଠି ଗୋଟେ 18 ମୁଖୀ ରୁଦ୍ରାକ୍ଷର ମାହାତ୍ମ୍ୟ ଲେଖାବା କଥା ହୁଏତ ଥାଇପାରେ। କିନ୍ତୁ ସେ ଯାହା ବି ହଉ, ସେଠି କେତେ ଆଉ ଡାଉଟ୍ ନାହିଁ କି ହଁ ଆପଣଙ୍କର 16 ମୁଖୀ ରୁଦ୍ରାକ୍ଷଟା ମହାମୃତ୍ୟୁଞ୍ଜୟଙ୍କର, ଆଉ 20 ମୁଖୀ ରୁଦ୍ରାକ୍ଷଟା ହେଇଗଲା ଆପଣଙ୍କର ବ୍ରହ୍ମାଙ୍କର। ତ ସେମିତି କିଛି ବିଶେଷ ଡାଉଟ୍ ନାହିଁ। କିନ୍ତୁ ଏଇ ଯେଉଁ 20ରୁ 25 ମୁଖୀ ପର୍ଯ୍ୟନ୍ତ ଆଭେଲେବୁଲ୍ ତ ନୁହେଁ, ଏବଂ କିଛି ଡାଉଟଫୁଲ୍ ବି, ଯେ କେତେ ଦୂର କେଉଁ ଆର ଭଗବାନ କିଏ କ'ଣ, ଏଗୁଡ଼ା ସବୁ ବିଲକୁଲ ଏତେ କ୍ଲିଅର ଏପର୍ଯ୍ୟନ୍ତ ହେଇନାହିଁ। ମୁଁ ଆପଣଙ୍କୁ ଯାହା କହିବାକୁ ଯାଉଛି, ଏଇଟା ଆପଣ ନେପାଳ ରୁଦ୍ରାକ୍ଷ ବୋଲି ଗୋଟେ ଅଛି, ବହୁତ ପୁରୁଣା ସେମାନେ, ନେପାଳର। ପର୍ସନାଲି ମୁଁ ତାଙ୍କୁ ଜାଣିନି, କେବେ ଆମେ ମିଟ୍ କରିନୁ। ତାଙ୍କର ନାତି ଯିଏ ଏବେ ଲିଡ୍ କରୁଛନ୍ତି ନେପାଳ ରୁଦ୍ରାକ୍ଷର, ସେ ପର୍ସନାଲି ମୁଁ ତାଙ୍କୁ ଜାଣିନି ଯଦିଓ, କିନ୍ତୁ ବହୁତ ଭଲ ରୁଦ୍ରାକ୍ଷ ସେମାନେ ରଖନ୍ତି, ଏବଂ ରିସର୍ଚ୍ଚଟା ତାଙ୍କର ପ୍ରାୟ ମୋର୍ ଦ୍ୟାନ୍ 1 centuries ବୋଲି ସିଏ କହିବା କଥା। ତ ସିଏ ତାଙ୍କ ୱେବସାଇଟ୍ଟା ବି ଦେଇଛନ୍ତି, ମୁଁ ସେଇଟାକୁ ଆପଣଙ୍କ ଆଗରେ ରିପ୍ଲିକେଟ୍ କରିକି ଦେଉଛି, ଯେ କେତେ ଦୂର ଏଟାର ଗୋଟେ ସ୍କ୍ରିପ୍ଚରାଲ ଭ୍ୟାଲିଡିଟି ଅଛି ସେଟା ମୁଁ ବି ଜାଣିନି। ଆପଣ ଦେଖିବା ସାର୍ କେଉଁ ଗ୍ରନ୍ଥରେ କେଉଁ ଲେଖା ହେଇଛି କୁହନ୍ତୁ, ମୁଁ ଜାଣିପାରିବି ବା ଆପଣଙ୍କୁ କହିପାରିବି ନାହିଁ। କିନ୍ତୁ 21ରୁ 25 ମୁଖୀ ରୁଦ୍ରାକ୍ଷ ବର୍ତ୍ତମାନ ମାର୍କେଟରେ ଆଭେଲେବୁଲ୍ ଅଛି, ଏବଂ ତାର କ'ଣ ଗୋଟେ ପ୍ରୋବାବୁଲ୍ କାମ ହେଇପାରେ, ଯାହା ନେପାଳ ରୁଦ୍ରାକ୍ଷ ବାହାର କରି କହିଛି, ସେ ବିଷୟରେ ମୁଁ ଆପଣଙ୍କୁ ଏଠି ଜଣାଉଛି। କହି ରଖୁଛି, ନେପାଳ ରୁଦ୍ରାକ୍ଷରେ କୌଣସି ପ୍ରକାର ପ୍ରମୋସନ୍ କରିବା ମୋର ଏଠି ଉଦ୍ଦେଶ୍ୟ ନୁହେଁ। ସେଇଟା ଗୋଟେ ଭଲ ରିସର୍ଚ୍ଚ କରୁଛି, ଆପଣ ତା ରିସର୍ଚ୍ଚ ବିଷୟରେ ବି ତା ୱେବସାଇଟ୍କୁ ଯାଇ ଜାଣିପାରନ୍ତି। ଏବଂ ଯେହେତୁ ରୁଦ୍ରାକ୍ଷଟି ବହୁତ କଷ୍ଟଲି ଏବଂ ଆମ ଇଣ୍ଡିଆର ସିଏ ନୁହେଁ, ତେଣୁ ମୁଁ ତାଙ୍କୁ ପର୍ସନାଲି ଏତେ ନ ଜାଣିଥିଲେ ବି ତାଙ୍କ ରିସର୍ଚ୍ଚଟାକୁ ମୁଁ ଡେଫିନେଟଲି ପ୍ରେଜ୍ କରୁଛି। କୌଣସି ମାର୍କେଟିଂ ସାଇଡ୍ ଏଥିରେ ଇନଭଲ୍ଭ ନାହିଁ। ତ କ'ଣ ହେଲା, 21 ମୁଖୀ ରୁଦ୍ରାକ୍ଷ ହେଲା କୁବେରଙ୍କର, ଆପଣମାନେ ବି ଜାଣିଥିବେ। କୁବେର ପଇସା ଥିଲା, ଯକ୍ଷ ଗୋଟେ ଥିଲେ। ଆପଣ ଯଦି ଦେଖିବେ ଯେ ରୁଦ୍ରାକ୍ଷ ଗୁଡ଼ା ସେଇ ଦେବତାଙ୍କ ଦ୍ୱାରା ରୁଲ୍ ହେଉଥିବ, ଯେଉଁମାନେ କି ଯେମିତି ଆମେ ବିଭିନ୍ନ ପ୍ରକାର ଯେଉଁ କୁହାଯାଏ ଯେ ଭୂଲୋକ, ଭୁବଲୋକ, ସ୍ୱର୍ଗଲୋକ। ସେ ଆମେ ଭୂଲୋକରେ ରହିଲେ, ସେମିତି ଭୁବରେ କିଛି ରହିଲେ, ଯେମିତି ଆମର ସେ ଯକ୍ଷିଣୀ କୁହନ୍ତି, ଯୋଗିନୀ କୁହନ୍ତି, ଏମାନେ ସେଇଭଳିଆ କିଛି ଛୋଟ ଦେବତା ଦେବତୀ ବି ରହିଲେ। ସ୍ୱର୍ଗ ଲୋକରେ ଆମେ ନର୍ମାଲି ବ୍ରହ୍ମା ବିଷ୍ଣୁ ମହେଶଙ୍କୁ ଧରିଲୁ। କହିବାର ଉଦ୍ଦେଶ୍ୟ ହେଲା କି ଯେଉଁମାନେ ଭୁବଲୋକରେ ରହିଲେ, ସେମାନଙ୍କର ଗ୍ରେସ୍ଟା ମିଳିବାଟା ଟିକେ ସହଜ ବୋଲି କୁହାଯାଏ। ଯେମିତିକି ଡେମିଗଡ୍, ସେମାନଙ୍କୁ ଇଂଲିଶରେ କୁହାଯାଏ ଡେମିଗଡ୍। ଇନ୍ଦ୍ର ହେଲେ, ଏଇ ଯେଉଁ ଆମର କୁବେର ହେଲେ, ତାପରେ ସେମାନଙ୍କୁ ଈଶ୍ୱର ବୋଲି କୁହାଯାଏ ନା, ଗଡ୍ ବୋଲି କୁହାଯାଏ ନାହିଁ। ତ କୁବେର ହେଲେ ତାଙ୍କ ଭିତରୁ ଜଣେ। ତ ସେ କ'ଣ ତାଙ୍କ ପାଖରେ ଥିଲା ନା, ପଇସା ଥିଲା। ସୁନାର ଲଙ୍କାଟା ହେଲା କୁବେରଙ୍କର କ୍ରିଏସନ୍। ସୁବର୍ଣ୍ଣ ଲଙ୍କା ହେଲା କୁବେରଙ୍କର କ୍ରିଏସନ୍।
ଆପଣମାନେ ମଧ୍ୟ କେତେ କୁବେର ମୂର୍ତ୍ତି ଦେଖିଥିବେ। ଆଜିକା ଡେଟ୍ ଯଦି ଆପଣ ଯେଉଁ ଲାଫିଂ ବୁଦ୍ଧା କନସେପ୍ଟଟା ଦେଖିବେ, ଯେମିତି ଥିଲା କୁବେରଙ୍କର ମୂର୍ତ୍ତିଟା ସେଇଭଳିଆ। ପେଟ ବହୁତ ବଡ଼ ହେଇଥିବ, ଆଉ ଛୋଟ ହାଇଟ୍ କମ୍, ଯକ୍ଷ ଯେହେତୁ। ନର୍ମାଲି ଗୋଟେ ଡେସ୍କ୍ରିପସନ୍ ଅଛି, ଯକ୍ଷମାନେ ଦେଖିବାକୁ କେତେ ବହୁତ ସୁନ୍ଦର ନୁହନ୍ତି। ତେଣୁ କୁବେରଙ୍କର ମୁହଁଟା ବି ଏତେ ଇଏ ନୁହେଁ ଯଦିଓ, କିନ୍ତୁ ସେ ଲାଫିଂ ବୁଦ୍ଧା ଯେଉଁଟା ଆମେ ଦେଖୁଛନ୍ତି ତାର ସହିତ ଗୋଟେ ଆର ଆପଣ ପଇସା ପାଇଁ ତାକୁ ୟୁଜ୍ କରୁଛନ୍ତି। କୁବେର ହେଲେ ପଇସାର ରାଜା। କିନ୍ତୁ ହେଲା କ'ଣ ଆଜ୍ଞା, ତାଙ୍କଠାରୁ ସବୁ ନେଇଗଲା କିଏ? ନା ରାବଣ। ଦଶାନନ ବା ରାବଣ ତାଙ୍କଠୁ ସବୁ ନେଇ ପଳେଇଲା। ତେଣୁ 21 ମୁଖୀ ରୁଦ୍ରାକ୍ଷ ପିନ୍ଧିଲା ପରେ ଆପଣ ଯେ ଏଇ ଜିନିଷ ଗୁଡ଼ା ସବୁ ଗେନ୍ କରିବେ, ମାନେ সোনাର ଲଙ୍କା ଆପଣର ଅଧିପତି ଆପଣ ହେଇଯିବେ, କିନ୍ତୁ ଲାଷ୍ଟକୁ ତାକୁ ରାବଣ ନେଇଯିବ। ହେଇପାରେ, ମାନେ ମୁଁ କହୁଛି ଯେଉଁ ଦେବତା ଏବଂ ଦେବୀଙ୍କ ସହିତ ଆପଣ ଆସୋସିଏଟ୍ ହେଉଛନ୍ତି ତାଙ୍କର ନେଚର ବା ତାଙ୍କର ଯାହା ହେଇଥିଲା ସେଟାକୁ ଆପଣ ଇନଭାଇଟ୍ କରୁଛନ୍ତି। ଖାଲି ପଇସାଟା ଆସିଗଲେ ହେବନି, ହୁଏତ ନ ରହି ବି ପାରେ। ଯେମିତି କୁବେର ହଇରାଣ ହେଇଥିଲା, ତାପରେ କିଛି ନଥିଲା। କିନ୍ତୁ ଯେତିକି ରୁଦ୍ରାକ୍ଷ ଅଛନ୍ତି, ଯଦି କିଏ ସବୁଠୁ ଅଧିକ ପଇସା ଦେଇପାରିବ ତାହେଲେ ସେ ହେଲା ଏଇଟା 21। କାରଣ କୁବେର ଆଟଲିଷ୍ଟ ଆପଣ ପାଇଯିବେ ତ, ତାକୁ ଆପଣ ରହିବ କି ହରେଇବ ସେ ଅଲଗା କଥା। କିନ୍ତୁ ଏଠି ନଥିଲେ ନୁହେଁ। ସାର୍ ଆପଣ କହିଲେ 21 ମୁଖୀ ରୁଦ୍ରାକ୍ଷ ପିନ୍ଧିଦେଲେ ହେଇଯିବ ନା। ତେଣୁ ସବୁବେଳେ କୁହେ ଜାତକ କୌଣସି ବିଜ୍ଞ ଜ୍ୟୋତିଷଙ୍କ ଦ୍ୱାରା ପରୀକ୍ଷା ନିରୀକ୍ଷା କରି କେତେ ଆପଣଙ୍କର ଧନ ଯୋଗ ଅଛି ଦେଖିକି ତାପରେ 21 ମୁଖୀ ଧାରଣ କରିବେ। ଏ ରୁଦ୍ରାକ୍ଷର କିଛି ନାହିଁ ୟୁଜ୍ ଏକ୍ସେପ୍ଟ ଧନ ଯୋଗ। ଖାଲି ଧନଟା କେତେ ଇଏ ଦେଇପାରିବ, ଯେତିକି ଆପଣଙ୍କ ଯୋଗ ଅଛି ଧନ ଆପଣ ପାଇବାର ଅଛି। ମନେକର ଗୋଟେ 50 ଲକ୍ଷ ଟଙ୍କାର ଧନ ଆପଣଙ୍କର ଏ ଜନ୍ମରେ ଅଛି, ସେଟା ଆପଣଙ୍କର ଫୁଲ୍ ମିଳିବା ପାଇଁ ରୁଦ୍ରାକ୍ଷଟା ସାହାଯ୍ୟ କରିବ। ଆଉ 21 ମୁଖୀ ରୁଦ୍ରାକ୍ଷ ବହୁତ ରେୟାର, ମିଳିବା ଭାରି କଷ୍ଟ। ନେପାଳର ଯଦି ମିଳିଲା ବହୁତ ପଇସା, ସେମିତି କିଛି ପଇସାର ୱାଚଡଗ୍ ନାହିଁ। ମୁଁ ଆପଣଙ୍କୁ କହିପାରିବିନି ଯେ 5 ଲକ୍ଷ 10 ଲକ୍ଷ 15 ଲକ୍ଷ ବି ହେଇପାରେ। ଯଦି ନ ମିଳିଛି, କଲେକ୍ଟର ସାଇଜ୍ ଅଛି, ବଡ଼ ସାଇଜ୍ ରୁଦ୍ରାକ୍ଷ, ଯେଉଁ ଲୋକ ଚାହିଁଲା ଯେମିତି ରେଟ୍ କରିପାରିଲା ତାକୁ। ସେମିତି ରୁଦ୍ରାକ୍ଷର ୱାଚଡଗ୍ କେହି ନାହାନ୍ତି, କିନ୍ତୁ ଏତିକି ଧରିକି ଚାଲନ୍ତୁ, ଭେରି ଭେରି କଷ୍ଟଲି। ଅର୍ଥାତ୍ ଆପଣ କିଛି ପଇସା ପାଇବା ପାଇଁ ହେଲେ ଇନଭେଷ୍ଟ କରିବେ। ମୁଁ କୌଣସି ମତେ ଆପଣଙ୍କୁ କହୁନି ଯେ ରୁଦ୍ରାକ୍ଷ ପିନ୍ଧିଦେଲେ ପଇସା ପଳେଇ ଆସିବ, ଯଦି ଭାଗ୍ୟରେ ନଥିବ। ଭାଗ୍ୟରେ ଥିବା ଦରକାର। ଏଇଟା ତାକୁ ଟିକେ ଆକ୍ସିଲରେଟ୍ କରିବାରେ ସାହାଯ୍ୟ କରିବ। କେବଳ ପଇସା ପାଇଁ ଏଇଟା ପିନ୍ଧିବେ। ଯଦି ଗୋଟେ ଲୋକ କେବଳ ଦୁନିଆରେ ଖାଲି ପଇସା ପଛରେ ଯିଏ ଗୋଡ଼ଉଛି, ଆପଣ ସମସ୍ତେ ଗୋଡ଼ଉଛନ୍ତି ନା, ସମସ୍ତେ ଗୋଡ଼ଉନାହାନ୍ତି। ମୋ ଠାରୁ ବି ଆହୁରି ମାନେ ବୈରାଗୀ ଲୋକ ଅଛନ୍ତି। ମୁଁ ବି ଭାରି ଦେଖିକି ମୋତେ ଭାରି ଭଲ ଲାଗୁଛି। ଜଣେ ସାଂସ୍କ୍ରିଟ୍ ଟିଚର ମୁଁ ଦେଖିଲି, ଚମତ୍କାର ସାଂସ୍କ୍ରିଟ୍ କହୁଛନ୍ତି, କିନ୍ତୁ ସିଏ ମୋତେ ଅଟୋରେ ନେଇକି ଗଲେ କ୍ୟାପିଟାଲ ହସ୍ପିଟାଲ। ମୁଁ କହିଲା ଆପଣ ଅଟୋବାଲା ଗୋଟେ ସେ କ'ଣ ଜାଣିଥିବ, କିନ୍ତୁ ଯେତେବେଳେ ମୁଁ ଜ୍ୟୋତିଷ ବୋଲି ଏବଂ ମୋତେ ସେ ଆମର ଯେଉଁ କାଳିଦାସର କୁମାର ସମ୍ଭ୍ରମ ମାଲା ନା ସେ ମେଘଦୂତ ମାଲା, ସେଗୁଡ଼ା ସେ ଆରାମ ସେ କହିଗଲା। ସେ ତ ଧନ ଯୋଗ ନାହିଁ, କିନ୍ତୁ ଜ୍ଞାନ ଯୋଗଟା ଅଛି। ତେଣୁ ଯାହା ଆପଣଙ୍କର ଭାଗ୍ୟରେ ଥିବ ସେଇଟା ହେବ। କିନ୍ତୁ ଯଦି ଆପଣ ଧନ ଯୋଗ ଭଲ ଅଛି ଏବଂ ପିନ୍ଧିବାର ଇଣ୍ଟରେଷ୍ଟେଡ୍, ଏଇଟା ପିନ୍ଧିପାରନ୍ତି। 21 ମୁଖୀ ମୁଁ ଦେଖିଛି ବହୁତ ୱେଲ୍ଦି ଲୋକ, ଏସ୍ପେସିଆଲି ଆମର ଯେଉଁ ଯଦି ଦେଖିବା ବହୁତ ୱେଲ୍ଦି ଲୋକମାନେ ରୁଦ୍ରାକ୍ଷଟାକୁ ପିନ୍ଧିବା ପାଇଁ କ୍ୟାପାବଲ୍। ନର୍ମାଲି ବି ଏତେ ସମ୍ଭବ ନୁହେଁ। ହଁ, ଆପଣ ଇଣ୍ଡୋନେସିଆନ୍ ଭେରାଇଟି ପିନ୍ଧିପାରନ୍ତି। ଗଲା 22 ମୁଖୀ ରୁଦ୍ରାକ୍ଷ ରୁଲ୍ଡ ବାଇ କାଳ ଭୈରବ। ଦେଖନ୍ତୁ ଶିବଙ୍କର କେତେଟା ଫର୍ମ ଅଛି, ସେଥିଲାଗି ମୁଁ ସବୁବେଳେ କୁହେ ଯେ ରୁଦ୍ରାକ୍ଷ ରିସର୍ଚ୍ଚ ଆଉ ଶିବଙ୍କ ଉପରେ ରିସର୍ଚ୍ଚଟା ସାଇମଲ୍ଟେନିୟସଲି ଯିବା ଉଚିତ। ଶିବଙ୍କର ଗୋଟେ ଫର୍ମ ଥିଲା ବୀରଭଦ୍ର। କ'ଣ ଥିଲା? ବୀରଭଦ୍ର। ଯେତେବେଳେ ସତୀ ଅଗ୍ନିଝାସ ଦେଇ ଚାଲିଗଲେ, ସେ ସମୟରେ ଶିବଙ୍କର ଏଇ ବୀରଭଦ୍ର ଫର୍ମଟା ଦକ୍ଷ ପ୍ରଜାପତିଙ୍କୁ ବିହେଡ୍ କରିଥିଲା। ସେଇଭଳିଆ ଭୈରବ ଫର୍ମ ଗୋଟେ ଭାଉଲେଣ୍ଟ ଫର୍ମ। ମନେ ରଖିଥାନ୍ତୁ, ଶିବ। ଆମେ ପ୍ରଥମେ ଗୋଟେ ଜିନିଷଟାକୁ ଶାନ୍ତ କରିବା ପାଇଁ ଆମେ କ'ଣ କୁହନ୍ତୁ? ସେଇଥିଲାଗି ସଦ୍ଗୁରୁ ଯୋଗୀ ବାସୁଦେବ ସବୁବେଳେ
शिव कूल स्वामी विवेकानंद शिव शिव कूल एक्जाक्टली से शिवंकर गोटे अदर फॉर्म है रुद्र फॉर्म बा भाउलेंट से भाउलेंस भीतर गोटे है भैरव भाउलेंस भीतर गोटे कौन है भैरव भैरव है प्रोटेक्टर काशी रे जो आप देखिए शिवलिंग थी ज्योतिर्लिंग अच्छा से भैरव थे एवं मुझे जाइली देवगढ़ से भी भैरव किए ना प्रोटेक्टर मन रखी था भैरव एगेन भैरव जो रुद्राक्ष से रुद्राक्षटा आप मंगल सहित आसोसीएट करें कारण सी है फाइटर भैरव है फाइटर मु वीरभद्र कथा कहली तो सेमती भैरव जिते बड़े आपणकर बहुत गुड़े एमती इन्स्टान्सेस अच्छे भैरवी मैंने थिले तो से गाइड करवा नापी भैरव तो भैरव है गोटे फियर्स रुद्र फॉर्म शिवंकर जी कि गोटे प्रोटेक्टर हिसाब से कम करते बाहन है कुकुर काशीर काशी का पुराधिनाथ काल भैरवम भजे तो से भैरव को काल भैरव कहुई दयाकोरी एटा को महाकाल सांगे आसोसीएट करेंगे ना महाकाल इज ओनली द फॉर्म ऑफ शिव दैट इज रेस्पॉन्सिबल फॉर डिस्ट्रक्शन ठीक लगे मुझे महाकालेश्वर मंदिर उज्जैन समस्त नुहे सद्गुरु कौन से डिस्क्रिमिनेशन करूनी आमर हिंदू धर्मटा एत बढ़िया जेठी सबू भगवान देवता ग्राम देवती आरंभ कर बहुत साइंटिफिकली कराई कहीं आप गोटे प्रेगनेंसी समय मंदिर जीवेनि एथरे मुझे कन्स्टिट्यूशन पुरौनी आपन जब अकल साइंस अनुसार जीवे से समय जो स्पिरिटा भितर थाए गोटे उम्रे ता प्रति डेंजर तेणु किसी आपणकर चॉइस जोटा मोर मोर मत एवं जोटा मुझे देखुची जोटा भी लेखा हो एक्सपेशली पुराण गुड़ाक सेटा को रिप्लिकेट करूँ तो काल भैरव है फाइटर प्रोटेक्टर आम महामृत्युंजय रुद्राक्ष कथा कही 16मुखी रुद्राक्ष प्रोटेक्टर सेमती काल भैरव है प्रोटेक्टर गोटे लोक जी बहुत डरुची तार जीवन प्रति विपद भी टिके अच्छी से जगह आप काल भैरव देवे प्रोटेक्शन फियरनेसटा को से दूर कर आपण सर 11 मुखी देले हम ना कि 11 मुखी है आपणकर हनुमान तो हनुमान गुण भैरव गुण कौन अलग भैरवर किसी किसी सो कल तंत्र यूज अच्छे भैरव साधना गोटे अच्छे भैरव बाबा तुम राजश्री नंदी कहते के भैरव बाबा मंदिर सी तो यहाँ फियरसम हो गला जमी आम श्यामेश्वर शिवंकर श्यामा बा काली जो कनसर्ट शिव हो जाते सी गले श्यामेश्वर पश्चिम मुखा से पूजा हे तो से भाया भैरव किसी तांत्रिक यूज भी अच्छी जोटा कि भैरव प्रथम प्रोटेक्टर के भैरव को पूजा न करी काशी काल भैरव को कहुए मुगल मैंने जो अटैक कले काशी डिस्ट्रॉयड हो पारे ना काल भैरव मंदिर लक्ष लक्ष कुकुर अटैक कर केते दूर हिस्टोरिकल फैक्ट्स अच्छे आप रुद्र महात्र मागिले मुझे बही खोलिक देखई पारे ना मुझे शुणी आसुच्छी गोटे फैक्ट्स भी अनडिस्ट्रॉयड हो रहीगला काशीटा तेणु काल भैरव है रक्षक तेणु जो लोक टिके से भाया फिल्ड थे हाँ कि डरू थे से काल भैरव रुद्राक्ष पिंधि पारती हाँ मुझे आप रोगर भी मुक्ति पाइबापी काल भैरव पिंधु किसी असुविधा नहीं आपको विभिन्न जिन से प्रोटेक्ट कर तो ये है काल भैरव रुद्राक्ष विषय जोटा है 22मुखी 23मुखी रुद्राक्षटा कौन एक्चुअली यूज करा जाए ठीक ना कहुच्छे चंद्र और मंगल ना दुईमुखी चंद्र 3मुखी मंगल तो 23मुखी होगा चंद्र मंगल यहाँ गोटे बेपार कर प्रथा कि एक्चुअली 23मुखी कौन काम दब ठीक रे जना ना जदिव नेपाल रुद्राक्ष एमती लिखुची किसी लोक कहते पारती बट नो 23मुखी रुद्राक्ष यूज कौन किसी ठीक रे जना ना 24मुखी रुद्राक्ष विषय क्या कहला
ଗାୟତ୍ରୀ ମା ଗାୟତ୍ରୀଙ୍କ ସହିତ 24 ମୁଖୀ ରୁଦ୍ରାକ୍ଷକୁ ତୁଳନା କରାଗଲା। ଯଦିଓ ସବୁଠୁ ଅଲ୍ଟିମେଟ୍ ରୁଦ୍ରାକ୍ଷଟା ଗାୟତ୍ରୀଙ୍କ ସହିତ ତୁଳନା କରାଯିବା କଥା, ମୋତେ ଲାଗୁଛି ଆକୁ 24 ମୁଖୀ ଥିଲା, ଏବେ ତ 25 ମୁଖୀ ବି ଆସିଗଲାଣି। ତ 24 ମୁଖୀଟାକୁ ଦେବୀ ଗାୟତ୍ରୀଙ୍କ ସହିତ ତୁଳନା କରାଗଲା, ଯିଏକି କିଏ ହେଇଗଲେ ସେ ସୃଷ୍ଟିର କ୍ରିଏସନ୍। ଆମେ କହୁ ଯଦି କିଏ ଯେ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କର ଯଦି କିଏ ମା ଅଛି, ସେ ହେଲେ ଗାୟତ୍ରୀ। ୟୁନିଭର୍ସର ଆଦି ଶକ୍ତି ହେଲେ ସିଏ। ତ ଗାୟତ୍ରୀ ଅଛନ୍ତି। ବେଦ ପଢ଼ନ୍ତୁ, ଆପଣ ଗାୟତ୍ରୀଙ୍କ ମହିମା ଜାଣିପାରିବେ। ଆପଣ ବର୍ତ୍ତମାନ ଯାଆନ୍ତୁ ସବିତା ଆପଣ ସୂର୍ଯ୍ୟଙ୍କୁ ପୂଜା କରିଦେଲେ, କିନ୍ତୁ ଗାୟତ୍ରୀ ଦେବୀ ସେ ଆଦିଶକ୍ତିଙ୍କର ସ୍ୱରୂପ ହେଲା 24 ମୁଖୀ ରୁଦ୍ରାକ୍ଷ। ପୁଣି କହି ରଖୁଛି, ଶାସ୍ତ୍ରରେ କେଉଁଠି ଲେଖା ହେଇଛି ମୁଁ ଜାଣିନି। ଯେଉଁମାନେ ଆକୁ ୟୁଜ୍ କରି ଆସୁଛନ୍ତି, ଯେଉଁମାନେ 100 ବର୍ଷରୁ ଉର୍ଦ୍ଧ୍ୱ ଏଥିରେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କର ମତାମତଟା ମୁଁ ଆପଣଙ୍କ ପାଖରେ ରଖିଲି। ଠିକ୍ ଅଛି। ଦେବୀ ଗାୟତ୍ରୀଙ୍କର ତେଣୁ ଆକୁ ଆପଣ କିଏ ପିନ୍ଧିପାରିବେ? ଲେଡ଼ିଜ୍ ମାନେ ପିନ୍ଧିପାରିବେ। ନର୍ମାଲି ଯେଉଁଟା ଫେମିନାଇନ୍ ରୁଦ୍ରାକ୍ଷ 9 ମୁଖୀ ହେଇଗଲା ନବମାତୃଙ୍କର। ଆଉ ଗୋଟେ ଆପଣଙ୍କର 16 ଗଲା, 17 ହେଇଗଲା ବିଶ୍ୱକର୍ମାଙ୍କର, 18 ହେଇଗଲା ଭୂଦେବୀ। 18ଙ୍କର ବି ଆପଣ ପିନ୍ଧିପାରିବେ ଲେଡ଼ିଜ୍ ମାନେ। ଏଠି ବି ଲେଡ଼ିଜ୍ ମାନେ ଧାରଣ କରିପାରିବେ। ଆଦିଶକ୍ତି ବହୁତ ପାୱାରଫୁଲ୍ ରୁଦ୍ରାକ୍ଷ। ମନରେ ଗୋଟେ କମ୍ପାସନ୍ ଆଣିବ, ସମସ୍ତଙ୍କ ପ୍ରତି ସମାନ ଭାବନା ଆଣିବ। ତେଣୁ ଯେଉଁମାନେ ସମାଜ ସେବାରେ ଅଛନ୍ତି ଧାରଣ କରନ୍ତୁ। ବଡ଼ ବଡ଼ ପଲିଟିକାଲ ଫିଲ୍ଡରେ ଅଛନ୍ତି, ସେ ବି ଧାରଣ କରିପାରିବେ। ଯେ ଗୋଟେ ସମସ୍ତେ କେମିତି ପାଳନ ପୋଷଣ କରିହେବ ସେ ବିଷୟରେ ଆଇଡ଼ିଆ ଆଣିବା ପାଇଁ ଏଇଟା ଆପଣ ପିନ୍ଧିପାରିବେ। ସେମିତି ଆପଣ ଭାବନ୍ତୁ ଯେ ଦେବୀ ଗାୟତ୍ରୀଙ୍କର ଆଉ କ'ଣ କ'ଣ କାମ ହେଇପାରେ, ସେ ଅନୁସାରେ ଆପଣ ରୁଦ୍ରାକ୍ଷଟାକୁ ପିନ୍ଧେଇ ପାରିବେ। ସେମିତି ସିମିଲାରଲି ବହୁତ କଷ୍ଟଲି ମିଳିବା ବି ଚାନ୍ସ ନାହିଁ। ଆପଣ କହୁଛନ୍ତି ମିଳିବା ଚାନ୍ସ ନାହିଁ, ତ ତାହେଲେ କାହିଁକି ମୋତେ କହୁଛନ୍ତି? ନାହିଁ ସାର୍, ହୁଏତ 2 ବର୍ଷରେ ଗୋଟିଏ 2ଟା ରୁଦ୍ରାକ୍ଷ ମିଳିପାରେ 24 ମୁଖୀ। ଯଦି ମହାଦେବଙ୍କର କୃପା ଥିବ ଆପଣ ପିନ୍ଧିବେ। ମୁଁ ତ କାହିଁ 10 ମୁଖୀରୁ ଆଜି ମୋତେ ଅଧିକ ପକେଇନି, ପକେଇ ପାରିନି। ପକେଇଛି କିନ୍ତୁ କାହିଁ ଏତେ ସୁଟ୍ କଲାନି। ମୁଁ ଦେଖିଲି 10 ମୁଖୀଠୁ ଅଧିକ ମୁଖ କଲାବେଳକୁ ମୋ ଭଳିଆ ପାପି ତାକୁ ଧାରଣ କରିପାରୁନାହିଁ। ତେଣୁ 10 ମୁଖୀ ବୋଧେ ମୁଁ ଯେପଟୁ ଜ୍ୟୋତିଷ ଆରମ୍ଭ କଲେଣି ଆଜିକି ହେଇଯିବ 5-7 ବର୍ଷ, ମୁଁ 10 ମୁଖୀଟା ହିଁ ପକାଉଛି। ତାଠୁ ଅଧିକ ତାଠୁ କମ୍ ମୁଁ ଯାଇପାରୁନାହିଁ। ତେଣୁ ଆପଣଙ୍କର ଯଦି ଭାଗ୍ୟରେ ଥିବ ଆପଣ ପିନ୍ଧିବେ। ଫାଇନାଲ ରୁଦ୍ରାକ୍ଷ ହେଲା 25 ମୁଖୀ। ମୁଁ ଚେଷ୍ଟା କରୁଥିଲି କେମିତି 15 ମିନିଟ୍ ଛାଡ଼ିଦେବା ପାଇଁ, ହେଲାନି। ଆଉ କ'ଣ କରିବା। 25 ମୁଖୀ କାହାର? ହରିହର। ଗୋଟେ ବହୁତ ଇଣ୍ଟରେଷ୍ଟିଂ କନସେପ୍ଟ। ହରିହର, ବିଷ୍ଣୁ ଶିବ। ହର କ'ଣ ହରଣ କରିବେ? ମାୟାଟାକୁ। ହରି ଆପଣଙ୍କୁ ସେଇ ଜିନିଷରେ ସମ୍ପୃକ୍ତ କରାଇବେ। ହର ଆପଣଙ୍କୁ ମାୟାଠୁ ଦୂରେଇ ନେଇଯିବେ, କିନ୍ତୁ ହରି ଆପଣଙ୍କୁ ମାୟାରେ ଇଣ୍ଟାକ୍ଟ କରାଇବେ। ବିଷ୍ଣୁଙ୍କ କାମ ହେଲା ସେୟା। ସେଥିଲାଗି ସବୁବେଳେ କୁହାଯାଏ ଯେ ବାହାଘର ପରେ ଆପଣ ଯାଆନ୍ତୁ ଜଗନ୍ନାଥଙ୍କୁ ଦର୍ଶନ କରିବେ। ସର୍ବମଙ୍ଗଳ ଜଗନ୍ନାଥ। ଜଗନ୍ନାଥ ଗୋଟେ ବିଷ୍ଣୁଙ୍କର ଫର୍ମ। ଏଇଟା ବି ମୁଁ କହି ରଖିବା ଉଚିତ। ହଁ, ଗୋଟେ ଓଡ଼ିଆରେ ତ କହୁଛି, ଯଦି ସବୁ ଓଡ଼ିଶାବାସୀ ଜାଣିଥିବେ। ତେଣୁ ଇଂଲିଶରେ କହିବାକୁ ଗଲେ ମୋତେ କହିବାକୁ ପଡ଼େ ଜଗନ୍ନାଥଙ୍କର ପୁଣି ହ୍ୱେର୍ ଆବାଉଟ୍ସଟା କ'ଣ। ତ ବିଷ୍ଣୁଙ୍କର ଫର୍ମ। ମାନେ ମୋତେ ଦୁଃଖ ବି ଲାଗୁଛି, କିଛି ଲୋକ ବଦ୍ରିନାଥକୁ ବି କହିଛନ୍ତି ବଦ୍ରିନାଥ ମୁଁ ଯାଇ ଇଚ୍ଛା ଗୋଟେ ଜ୍ୟୋତିର୍ଲିଙ୍ଗ। ଆରେ କେଦାରନାଥ। ତେଣୁ ଆମେ କହି ରଖିବା ଉଚିତ। ତେଣୁ ମାନେ ଭାବିବେନି ଯେ ମୁଁ ଆପଣଙ୍କର ଅଜ୍ଞାନତାଟାକୁ କିଛି ସେମିତି ପ୍ରହସନ କରୁଛି। ବହୁତ ଲୋକ ଜାଣିଛନ୍ତି ଯଦିଓ 99%। ଆଉ ଟିକେ ଆଡ଼୍ କରିବା ପାଇଁ ମୁଁ ଇନଫର୍ମେସନ୍ ଦେଇଦେଉଛି, ଆମ କର୍ତ୍ତବ୍ୟ। ତ ବିଷ୍ଣୁ ଆଉ ଶିବଙ୍କର ଏଇଟା ହେଲା ରୁଦ୍ରାକ୍ଷ। ଯେଉଁ ଲୋକ ସଂସାର ଭିତରେ ଥିବ ପ୍ଲସ୍ ବୈରାଗ୍ୟ ବି ତା ମନରେ ଆଣିବାକୁ ଚାହିଁବ, ସେଇଟା ପିନ୍ଧିବ। 2ଟା, ମାୟା ଆଉ ମୁକ୍ତି। ମନେ ରଖିଥାନ୍ତୁ 2ଟା ଜିନିଷ ଆକ୍ଚୁଆଲି ଅଲଗା ନୁହେଁ। ଧର୍ମ, ଅର୍ଥ, କାମ, ମୋକ୍ଷ। ଆପଣଙ୍କର ସେତିକି ନଥିବ ଆପଣଙ୍କର ପୂର୍ବଜନ୍ମର ଫଳ, ଆପଣ ଏ 2ଟା କ୍ରସ୍ ନ କରିକି ଆପଣ ଯାଇପାରିବେନି।
ମ୍ୟାରେଜ୍ ହେଇନି ତ ଆପଣ ମ୍ୟାରେଜ୍ ପ୍ରତି ଗୋଟେ କ୍ୱେଷ୍ଟ ରହିଯିବ, ଏ ସଂସାରଟା ଲୋକ କେତେ ଭଲ ମୁଁ ଦେଖୁଛି, କେତେ ଶାନ୍ତିରେ ରହୁଛନ୍ତି। ପଇସା ରୋଜଗାର ହେଇନି ତ ଗୋଟେ ପଇସା ପ୍ରତି କ୍ୱେଷ୍ଟ ରହିଯିବ। ତେଣୁ ଧର୍ମ ଅର୍ଥ କାମ ହେଇସାରିଲା ପରେ ମୋକ୍ଷଟା ଯିବାଟା ବହୁତ ଭଲ, ଏଇଟା ମୁଁ ବି କହୁଛି ଆଉ ଓମ୍ ସ୍ୱାମୀ ବି କୁହନ୍ତି। ମୋ ଲାଇଫରେ ତ ମୋତେ ବହୁତ ଇମ୍ପ୍ଲିକେଟ୍ କରିଛି। ଲାଇଫରେ ବହୁତ ଗୁଡ଼ିଏ ଜିନିଷ ଯେଉଁଟା ମୁଁ ଚାହିଁଛି ଫୁଲଫିଲ୍ ହେଇଗଲା ପରେ ମୁଁ ସେଥିରୁ ଅଧିକ ଡିଟାଚ୍ଡ ହେଇଯାଇଛି। କ'ଣ ଦରକାର, ଗୋଟେ ଏଇଭଳିଆ ମୋର ଦରକାର ଗୋଟେ ଫାଉଣ୍ଟେନ୍ ପେନ୍ ଦରକାର, ଯେଉଁଟାକି £1,00,000 ହେଇଥିବ। ସୌକ ମାନେ ଗୋଟେ ସୌକ ହିସାବରୁ £1,00,000 ଫାଉଣ୍ଟେନ୍ ପେନ୍ ମୁଁ କିଣିଲି। ତାପରେ କ'ଣ 10,000 12,000 ଟଙ୍କାର ଫାଉଣ୍ଟେନ୍ ପେନ୍ ମୁଁ କିଣିଲି, ଏମିତି ବକ୍ସ କରିକି ରଖିଲି। ତାପରେ କ'ଣ ବିଭିନ୍ନ ପ୍ରକାର କାଳି କିଣିଲି। ତାପରେ କ'ଣ, ତ ଏମିତି ମୁଁ 10 ବର୍ଷ କଲା ପରେ ମୋର ସୌକଟା ଗଲା। ତ ଅର୍ଥାତ୍ ଯେତେ ଆପଣଙ୍କର କାମଟା ଫୁଲଫିଲ୍ ହେଇକି ଯିବ, ଆଜିକା 42 ବର୍ଷ ବୟସରେ ମୁଁ ମହାଦେବଙ୍କ ରାଣ ପକାଇ କହୁଛି ସଂସାରର ବିଶେଷ ଆଟାଚମେଣ୍ଟ ମୋର ଆଉ କୌଣସି ଜିନିଷ ମୋତେ ଦେଉନି। ତ ସାର୍ ଏଇ ଜିନିଷଟା ଆପଣଙ୍କର 50 କୋଟି ଟଙ୍କାର ଜିନିଷ ହେବ ହେଇଥିବ। ତ କାମ ଅର୍ଥ ସେଇଥିଲାଗି ମାୟାଟା ମୁକ୍ତି ପାଇଁ ଗୋଟେ ପାଥୱେ। ମାୟା ଜଞ୍ଜାଳରେ ଆପଣ ବହୁତ ମାନେ କ'ଣ ଜର୍ଜରିତ ହେଇଯିବେ, ଆପଣ ମୁକ୍ତି ପଥରେ ଏମିତି ଆଗେଇବେ ଯେ ଆଉ ପଛକୁ ଅନେଇବେନି। ଶଙ୍କରାଚାର୍ଯ୍ୟଙ୍କ ଭଳିଆ କି ବିବେକାନନ୍ଦଙ୍କ ଭଳିଆ ଆମେ ତ ମହାନ ଆତ୍ମା ନୁହେଁ ଯେ ଶଙ୍କରାଚାର୍ଯ୍ୟ 4-5 ବର୍ଷ ବୟସରେ ବୋଧେ ସନ୍ନ୍ୟାସ, ଆଉ ବିବେକାନନ୍ଦ ସେଇ 15-16 ବର୍ଷ ବୟସ। ତେଣୁ ଏଇଟା ହେଲା ସେଇ ରୁଦ୍ରାକ୍ଷ। ମୁଁ ଗୋଟେ ବହୁତ ବଡ଼ ବିଜନେସମ୍ୟାନ୍, ବହୁତ କିଛି କରୁଛି, ୟାର ଯଦି ମୁଁ ବିଜନେସଟାକୁ ଛାଡ଼ି ଦେଉଛି ତାହେଲେ ଲକ୍ଷ ଲକ୍ଷ ଲୋକ ନ ଖାଇ ନ ପିଇ ମରିଯିବେ ମୋ ପାଇଁ। ମୁଁ ଟିକେ ମୋ ଆଖିଟାକୁ କଣ୍ଟାକ୍ଟ ସବୁଆଡ଼େ ଆଣିବାକୁ ମାନେ ଚେଷ୍ଟା କରୁଛି, ଯେଉଁଥିପାଇଁ କି ଆପଣଙ୍କୁ ଦେଖିବା ପାଇଁ ତ ମନୋଟୋନସ୍ ଲାଗିବନି। ତେଣୁ ବହୁତ ସେଟା ଭଲ ହେବ ସେଇ ଲୋକଙ୍କ ପାଇଁ ଯେଉଁମାନେ ଗୋଟେ ବହୁତ ଭଲ ପୋଜିସନରେ ଅଛନ୍ତି, ପ୍ଲସ୍ ବୈରାଗ୍ୟ ଆଡ଼କୁ ଯିବାକୁ ଚାହୁଁଛନ୍ତି। ଆପଣ କହିବେ ନାଇଁ ସାର୍ ଆମର ବଡ଼ ବଡ଼ ଇଣ୍ଡଷ୍ଟ୍ରିଆଲିଷ୍ଟ, ମୁଁ କାହା ନାଁ ନେଉନି, ଆପଣ ନହେଲେ କହିଦେବେ ସାର୍ ଆପଣ ତାଙ୍କ ନାଁ ନେଲେ। ବଡ଼ ବଡ଼ ଇଣ୍ଡଷ୍ଟ୍ରିଆଲିଷ୍ଟ ଆପଣ ଫର୍ଚୁନ୍ ମ୍ୟାଗାଜିନ୍ରେ ଯେଉଁମାନଙ୍କର ଟପ୍ 10ରେ ଆସୁଛି, ବହୁତ ରୋଜଗାର କରୁଛନ୍ତି, ସେମାନେ ଯଦି ଆଧ୍ୟାତ୍ମ ଆଡ଼କୁ ଯିବାକୁ ଚାହୁଁଛନ୍ତି ତାହେଲେ ଏଇ ରୁଦ୍ରାକ୍ଷ, ଯଦି ସ୍ପିରିଚୁଆଲିଟି ଆଡ଼କୁ ଯିବାକୁ ଚାହୁଁନାହାନ୍ତି 21 ମୁଖୀ ପକାଇ ବସିଥାନ୍ତୁ, ଅସୁବିଧା କ'ଣ ଅଛି, ଖାଲି ପଇସା ଅର୍ଥ। ମୋ କଥା ବୁଝି ହେଉଥିବ ମୁଁ ଆଶା କରୁଛି। ଆଉ ଆପଣ ଆଙ୍କ ବିଷୟରେ ଶୁଣିଥିବେ ଆୟପ୍ପା। ଆୟପ୍ପା ହେଲେ ବିଷ୍ଣୁ ଆଉ ଶିବଙ୍କର ପୁଅ। ହଁ, ହରିହର ଯେଉଁ ଠାକୁର ଆମ ଲିଙ୍ଗରାଜ ହେଲେ ହରିହର। ଏମିତି ଆଉ ଲିଙ୍ଗ ବୋଧେ ମୁଁ ବି ଦେଖିନି ଏପର୍ଯ୍ୟନ୍ତ ଯେଉଁଠିକି ତୁଳସୀ ଆଉ ବେଲପତ୍ର ଦୁଇଟାକ ମିଶିକି ଲାଗେ। ବିଷ୍ଣୁଙ୍କର ବି ଫର୍ମ, ଶିବଙ୍କର ବି ଫର୍ମ। ତ ଏଇଟା ଆୟପ୍ପା ଜଣେ ଆପଣ ଦେଖିବେ ସାବରିମାଳା କେରଳାରେ। ମୁଁ ମାନେ ଯାଉ ଯାଉ ବାଟରୁ ଫେରିକି ଆସିଛି ମୁଁ ସେ ଜାଗାକୁ, କାରଣ ମୋର ଆଉ ଏତେ ସାହସ ହେଲାନି। ସେ ଜାଗାକୁ ଯିବା ପାଇଁ ହେଲେ ବହୁତ ଗୁଡ଼ିଏ ପ୍ରିନ୍ସିପଲ୍ ଅଛି ଯେ ଆପଣ କେମିତି ଡ୍ରେସ୍ ପିନ୍ଧିବେ, ଇଏ କରିବେ। ତ ମୁଁ ଅଧା ବାଟରୁ ଫେରିକି ଆସିଛି, ତାପରେ ମୁଁ ରାମେଶ୍ୱରମ୍ ପଳେଇ ଆସିଲି ସିଧା। ତ ଆୟପ୍ପା ମନ୍ଦିର ହେଲା ଆପଣଙ୍କର ବିଷ୍ଣୁ ଯେତେବେଳେ ମୋହିନୀ ରୂପ ନେଇଥିଲେ ସମୁଦ୍ର ମନ୍ଥନ ବେଳେ, ସେ ମିତ୍ରଭାନୁ ରାକ୍ଷସକୁ ତଥାପି ଠକିଦେଲା, ବିଷ୍ଣୁଙ୍କୁ ବିଷ ପିଇଦେଲା ଏବଂ ତାର ବିହେଡେଡ୍ ହେଲା ପରେ କ'ଣ ତାର ମସ୍ତକ ଯେତେବେଳେ ଛିନ୍ନ କରାହେଲା, ସେ ରାହୁ ଆଉ କେତୁରେ ପରିଣତ ହେଲେ। ସେ ସମୟରେ ବିଷ୍ଣୁ ଆଉ ତାଙ୍କର ମୋହିନୀ ରୂପ ଏବଂ ଶିବଙ୍କର ଉର୍ଜାରୁ ଯେ ଜନ୍ମ ହେଇଥିଲେ ସେ ଆୟପ୍ପା। ତ ଯେଉଁମାନେ ଭଲ ଭଲ ଆୟପ୍ପା ଭକ୍ତ ସେମାନେ এই रुद्राक्ष खोजती पर्सनल एक्सपीरियंस। हरिहर रुद्राक्ष जो बोल रहे हैं वो आपका 25 मुखी है। मुझे पता नहीं, आई डू नॉट नो। केरला इंग्लिश इज वेरी गुड, केरला तो इंग्लिश ही चले, तो आई डू नॉट नो। ମୁଁ ଜାଣିନି ଆକ୍ଚୁଆଲି 25 ମୁଖୀର ଆଭେଲେବିଲିଟି କେତେ, ତାକୁ ଆୟପ୍ପା ଭକ୍ତମାନେ ପିନ୍ଧିବାକୁ ଚାହାନ୍ତି ଆଉ ହରିହର ଲେଖା ହେଇଛି କେଉଁଠି। କିନ୍ତୁ ଯେଉଁ କହିଲି ଯେମିତି ଯେ ସବୁ ଜିନିଷର ଗୋଟେ ଯେହେତୁ ବହିରେ ଲେଖା ନ ହେଇଥିଲେ ବି ନୂଆ ନୂଆ ଜିନିଷକୁ ଆମେ ନୂଆ ନୂଆ ରିସର୍ଚ୍ଚ ରୂପ ଦେବା, ଯେଉଁଠି ବହି ନାହିଁ ବୋଲି କ'ଣ ଆମେ ୟୁଜ୍ କରିବାନି। ତ ବହିରେ ଥିଲେ ଭଲ, ଯେମିତି ରତ୍ନ ବିଷୟରେ ଗୋଟେ ଲେଖା ହେଇଛି, ରୁଦ୍ରାକ୍ଷ ବିଷୟରେ କିଛି ଲେଖା ହେଇନି ଜ୍ୟୋତିଷ ଶାସ୍ତ୍ରରେ, ତାହେଲେ କ'ଣ ମୁଁ ରୁଦ୍ରାକ୍ଷ ରେକମେଣ୍ଡ କରିବିନି। ତେଣୁ ଯେଉଁମାନେ ଏଇ ଫିଲ୍ଡରେ ବହୁତ ଦିନ ଅଛନ୍ତି ସେମାନଙ୍କର ମତଟା ଏଇ କ'ଣ ହେଲା 21 ମୁଖିଆ ହେଲା କୁବେର, 22 ମୁଖିଆ ହେଲା କାହାର ଭୈରବ, 23 ମୁଖିଆ ହେଲା କାହାର ମୁଁ ଭୁଲି ଯାଉଛି, ହଁ 23 ମୁଖୀ କାହାର ଜଣା ନାହିଁ।
କୁହାଯାଉଛି ଚନ୍ଦ୍ର ମଙ୍ଗଳଙ୍କ ପାଇଁ, କିନ୍ତୁ କୌଣସି ରୁଦ୍ରାକ୍ଷ ଗ୍ରହ ସହିତ ଆସୋସିଏଟେଡ୍ ନୁହେଁ। ଏଇଟା ଯେକୌଣସି ଯିଏ ବି ପବ୍ଲିଶ କଲେ ମୁଁ ତା ଏଗେନ୍ଷ୍ଟରେ। 23 ମୁଖୀର ହ୍ୱେର୍ ଆବାଉଟ୍ସ ମୁଁ ଜାଣିନି। ତାପରେ 24 ମୁଖୀ ହେଲା ଆପଣଙ୍କର ଗାୟତ୍ରୀ, ଆଦିଶକ୍ତି ମା ଗାୟତ୍ରୀ। 25 ମୁଖୀ ହେଲା ହରିହର। ତ ଏଇ 5ଟି ରୁଦ୍ରାକ୍ଷ ପ୍ରଥମ ଜିନିଷ ହେଲା ଆପଣଙ୍କୁ ମିଳିବ ନାହିଁ। ଯଦି ବି ମିଳୁଛି ବହୁତ ଅଥେଣ୍ଟିକ୍ ଷ୍ଟୋରକୁ ଆପଣ ଯିବେ। ଇଣ୍ଡିଆରେ ମୁଁ କାହାକୁ ମାର୍କେଟିଂ କରୁନାହିଁ। ରୁଦ୍ରାକ୍ଷ ରତ୍ନବେଲି ଅଛି, ଆଉ ସେ କମଲ ସୀତାଙ୍କର ଅଛି, ନେପାଳ ରୁଦ୍ରାକ୍ଷ ଅଛି ନେପାଳରେ। କିନ୍ତୁ ଯେହେତୁ ସେମାନେ ଏଥିରେ ବହୁତ ଦିନ ହେଲା ଡିଲ୍ କଲେଣି, ସେମାନେ ହାଇ କଷ୍ଟ ନେଇପାରନ୍ତି। କିଛି ଏମିତି ଡିଲର ଅଛନ୍ତି ଯେଉଁମାନେ ସେ ଜିନିଷଟାକୁ ହାରଭେଷ୍ଟ କରନ୍ତି, ଯେଉଁମାନଙ୍କ ଠାରୁ କି ଆମ ଭଳିଆ କିଛି ମୂର୍ଖ ଜ୍ୟୋତିଷ ଆଣିପାରନ୍ତି ମହାଦେବଙ୍କ କୃପାରୁ। ସେମିତି ହେଲେ ବି କିଛି ଅସୁବିଧା ନାହିଁ। ଯଦି ଆପଣଙ୍କୁ ଅନ୍ୟ କୌଣସି ଡିଲରସିପ୍ରେ ଟିକେ କମ୍ ପଇସା ସେଠି ମିଳିବ, କିନ୍ତୁ ମିଳିବା ବହୁତ କଷ୍ଟ। ଯେହେତୁ ଏଗୁଡ଼ା ବହୁତ ପାୱାରଫୁଲ୍ ରୁଦ୍ରାକ୍ଷ, ଯେଉଁମାନେ ବିଲକୁଲ ପକାଇ ନାହାନ୍ତି ସେମାନେ ଆଗେ କିଛି ରୁଦ୍ରାକ୍ଷ ଧାରଣ କରିବା କଥା, ତାପରେ ଯାଇ ସେ କିଛି ରୁଦ୍ରାକ୍ଷ ପକାଇବେ। ଏଇଟା ଆପଣଙ୍କର ସିନା ଏଥିରେ ମିଳିବନି ନେପାଳୀ ଭେରାଇଟି, କିନ୍ତୁ ଇଣ୍ଡୋନେସିଆନ୍ ମିଳିବ। ମିଳିବ ମାନେ ମୁଁ କହୁନି 100% ମିଳିବ, ବଟ୍ ମିଳିବାର ଚାନ୍ସ ଅଛି। ଇଣ୍ଡୋନେସିଆ ବି ପକାଇ ପାରନ୍ତି। 22 ମୁଖୀ 23 ମୁଖୀ ଯାହା ଆପଣଙ୍କର ଜ୍ୟୋତିଷ ଆପଣଙ୍କୁ ରେକମେଣ୍ଡ କରିବେ ଆପଣ ପକାଇବେ। କିନ୍ତୁ ଆପଣମାନଙ୍କର ଅବଗତି ନିମନ୍ତେ ଜଣାଇଦେବେ ଯେ 21ରୁ 25 ମୁଖୀ ରୁଦ୍ରାକ୍ଷ ବର୍ତ୍ତମାନ ମାର୍କେଟରେ ଆଭେଲେବୁଲ୍। ପିନ୍ଧିବା ପାଇଁ ଆମର ଶକ୍ତି ନାହିଁ, ଦୁଇ ଆଡ଼ୁ ଶକ୍ତି ନାହିଁ। କ'ଣ ନାହିଁ, ଆମର ସେ ଆଧ୍ୟାତ୍ମିକ ଶକ୍ତି ଅଛି, ନାହିଁ ଆମର ଫାଇନାନ୍ସିଆଲ ଶକ୍ତି ଅଛି। 5 ଲକ୍ଷ ଟଙ୍କା ଦେଇ କେତେ ଲୋକ ପକାଇ ପାରିବେ? 10 ଲକ୍ଷ ଟଙ୍କା ଦେଇ କେତେ ଲୋକ ପକାଇ ପାରିବେ? ତାର ଭ୍ୟାଲୁଏସନ୍ କେମିତି ହେଲା ଆଜ୍ଞା? ମିଳୁନି। ଆ ଭିତରେ 23 ମୁଖୀ ରୁଦ୍ରାକ୍ଷର ପ୍ରଶ୍ନ ଉଠିଲାଣି। ଚନ୍ଦ୍ର ମଙ୍ଗଳ ପାଇଁ କୁହାଯାଉଛି, ବିଲକୁଲ ନୁହେଁ ଆଜ୍ଞା। 23 ମୁଖୀ ରୁଦ୍ରାକ୍ଷ ଉପରେ କିଏ ଗୋଟେ ସେପାରେଟ୍ ଭିଡ଼ିଓ କରିବା, ଏଇଟା ସେମିତି ନୁହେଁ। ତେଣୁ ଆପଣ କୁବେରଙ୍କ ଭଳିଆ ଧନ ଦରକାର ନା ଗାୟତ୍ରୀଙ୍କ ଭଳିଆ ଆପଣଙ୍କର ଉଦାରତା ଦରକାର, ମା ଗାୟତ୍ରୀଙ୍କ ଭଳିଆ କିମ୍ବା ହରିହରଙ୍କ ଭଳିଆ ଆପଣଙ୍କର ମାଆରେ ରହିକି ଭଗବାନଙ୍କ ଆଡ଼କୁ ଆଗେଇବା ଦରକାର, କିମ୍ବା ଭୈରବଙ୍କ ଭଳିଆ ଆପଣଙ୍କର ପ୍ରୋଟେକ୍ସନ୍ ଦରକାର। ତାକୁ ଦେଖିକି ଆପଣ 21ରୁ 25 ମୁଖୀ ରୁଦ୍ରାକ୍ଷ ଧାରଣ କରିବେ। ମୁଁ କହିଦେଉଛି ବୋଲି ରୁଦ୍ର ମହାପାତ୍ର କହିଦେଲେ ଆମେ ପକାଇଦେବୁ ନା। ଆପଣ ଆପଣଙ୍କ ରେସ୍ପେକ୍ଟିଭ ଜ୍ୟୋତିଷଙ୍କୁ ପଚାରିକି ଜାତକ ଦେଖେଇକି ପକାଇବେ। ଭାଗ୍ୟ ଠାରୁ ଅଧିକ ସମୟ ଠାରୁ ପୂର୍ବରୁ କିଛି ମିଳିବ ନାହିଁ। ତାହେଲେ ଆମେ କାହିଁ ରୁଦ୍ରାକ୍ଷ ପକାଇବୁ? ନାହିଁ ଆଜ୍ଞା, ପକାଇବେ। କାଲି ସକାଳେ ବର୍ଷା ହେବାର ଅଛି, ଆପଣ ରେନକୋଟ୍ଟା ପିନ୍ଧିବେ ନା? ଆଉ ସେତିକି ଆପଣଙ୍କ ହାତରେ ଅଛି। ଘରେ ଯେଉଁ ରେନକୋଟ୍ଟା ଥୁଆ ହେଇଛି ତାକୁ ପିନ୍ଧିବେ କି ନ ପିନ୍ଧିବେ ଆପଣଙ୍କ ହାତରେ ଅଛି। କାହିଁକି? ସେଇଟା ଆପଣଙ୍କର ଫିଜିକାଲ ଆଉ ମେଣ୍ଟାଲ କର୍ମ। ଆପଣଙ୍କର ଏଇଟା ମାଇଣ୍ଡ ଆଉ ଫିଜିକ୍ ତ ଆପଣଙ୍କ ଅଣ୍ଡରରେ ଅଛି ନା। ଯଦିଓ ମାଇଣ୍ଡ ଆପଣଙ୍କ ଅଣ୍ଡରରେ ନାହିଁ, ମୁଁ ଜାଣିଛି। ସେଟା ଯେଉଁଦିନ ଆସିଯିବ ଆପଣଙ୍କ ଅଣ୍ଡରରେ ଆହୁରି କଣ୍ଟ୍ରୋଲ ଆସିଯିବ। ତ ଫିଜିକ୍ସ ତ ଆପଣଙ୍କ ଅଣ୍ଡରରେ ଅଛି। ବର୍ତ୍ତମାନ ବସିଛି, ମାନେ ହାତଟା ଉପରେ ପଳଉନି ନା। ତେଣୁ ପିନ୍ଧିବାଟା ଆପଣଙ୍କର ଦାୟିତ୍ୱ। ବର୍ଷା ତ ହେବ ମା। ଆପଣ ଯଦି ରୁଦ୍ରାକ୍ଷ ବିଷୟରେ ଅଧିକ ଜାଣିବାକୁ ଚାହୁଁଛନ୍ତି ମୋତେ କଣ୍ଟାକ୍ଟ କରିପାରନ୍ତି। ରୁଦ୍ରାକ୍ଷ କିଣିବାକୁ ଚାହୁଁଛନ୍ତି ମୋତେ କଣ୍ଟାକ୍ଟ କରିପାରନ୍ତି। କିନ୍ତୁ ଜାତକ ଆପଣ ଯାହାକୁ ଦେଖାଉଛନ୍ତି ସେଟା ଦେଖାଇବା ଖୁବ୍ ଭଲ। ତା ମାନେ ନୁହେଁ ଯେ ମୁଁ ଜ୍ୟୋତିଷ ନୁହେଁ ଆଜ୍ଞା। ମୁଁ କେତେ ଆଷ୍ଟ୍ରୋଲୋଜିକାଲ ରିସର୍ଚ୍ଚ କରିଛି। ମୁଁ ଚାହୁଁଛି ଯେ ସବୁବେଳେ ଗୋଟିଏ ଜ୍ୟୋତିଷଙ୍କୁ ଦେଖାଇବାଟା ସବୁବେଳେ ଭଲ। ଆପଣ ତାକୁ ଦେଖାଉଛନ୍ତି ତାଙ୍କୁ ଦେଖାନ୍ତୁ। ଯଦି ରୁଦ୍ରାକ୍ଷ ଆପଣଙ୍କ ଦରକାର ଆପଣ ମୋତେ କହିପାରନ୍ତି। କିନ୍ତୁ ଭିଡ଼ିଓର ଉଦ୍ଦେଶ୍ୟ ନୁହେଁ ଯେ ମୁଁ ଆପଣଙ୍କୁ ମାର୍କେଟିଂ କରିବି। କ'ଣ ମାର୍କେଟିଂ କରିବି ଆଜ୍ଞା? 1ରୁ 25 ମୁଖୀ ରୁଦ୍ରାକ୍ଷ କିଏ ପିନ୍ଧିପାରିବେ ଆମ ଓଡ଼ିଶାରେ? ଖାଲି ଇନଫର୍ମେସନ୍। ଜାଣିବି ନଥିବେ ଆପଣ ଏତେ ମୁଖୀ ରୁଦ୍ରାକ୍ଷ ଅଛି ବୋଲି। ଆଉ ଥରେ କହି ରଖୁଛି, କେଉଁଠି ଶାସ୍ତ୍ରରେ ଲେଖା ହେଇଛି ଯେଉଁଟା ମୁଁ ବି ଜାଣିନି, କିନ୍ତୁ ଯେଉଁମାନେ ରିସର୍ଚ୍ଚର ଆଉଟପୁଟ୍ ଆସିଛି ସେଟାକୁ ମାନିକି ଆମକୁ ଚାଲିବାକୁ ପଡ଼ିବ। ହୁଏତ ଆଉ 50 ବର୍ଷ ପରେ ଆମେ ଜାଣିପାରିବା ଯେ ଆକ୍ଚୁଆଲି 23 ମୁଖୀର ରୋଲ୍ଟା କ'ଣ, ପିନ୍ଧିଲେ କ'ଣ ହେଉଛି ଏଇଟା। ହଉ, ବିଶ୍ୱାସ ମିଳେଇ ହରି, ବିଶ୍ୱାସ ମିଳେଇ ହରି, ତର୍କେ ବହୁଦୂରେ। ନିଜ ଅଭିଜ୍ଞତାରୁ କହୁଛି, ଆସ୍ଥା ଥାଇ ରୁଦ୍ରାକ୍ଷ ପକାଇଲେ ଭଲ କାମ ଦିଏ। ଆଉ ଆପଣ କହିବେ ନାହିଁ ମୁଁ ସେମିତି ପକାଇଦେବି, କାମ ଦେବନି ବୋଲି ମାନେ ନାହିଁ। ଆପଣ ଦେଖିବେ ସକାଳୁ ଗୋଟେ ବିପି ମାପିବେ, ବିପି ଏତେ ନଥିବ ରୁଦ୍ରାକ୍ଷ ପକାଇଲା ପରେ। ପିଓର ସାଇନ୍ସ ଆଜ୍ଞା।
କିନ୍ତୁ ଯଦି ଆସ୍ଥା ଅଛି ଟିକେ ବେଟର ମୁଁ ଦେଖୁଛି, ଏଇଟା ନିଜ ଅଭିଜ୍ଞତାରୁ ମୁଁ କହୁଛି। ଆଜି ଗୋଟେ ବିହାରରୁ ମୋ ପାଖକୁ କଲ୍ ଆସିଲା, ମୁଁ ତାକୁ ରୁଦ୍ରାକ୍ଷ ମଟେ ବହୁତ କମ୍ ଦିନ ହେଲା ଦେଇଛି, ଯୋଉଟା ମୁଁ ଏକ୍ସପେକ୍ଟ କରୁନଥିଲି। ସେ ତାର ଗୋଟେ ଏକ୍ସପେକ୍ଟେଡ୍ ରେଜଲ୍ଟ ପାଇଗଲେ। ମୋତେ କହିଲେ ନାହିଁ, ମୁଁ କହିଲି ନାଇଁ ମୁଁ କିଛି ନାହିଁ, ଭଗବାନଙ୍କର କୃପା, ଆପଣଙ୍କର ଆସ୍ଥା ଅଛି। ମୁଁ ବି ଦେଖୁଛି ଯୋଉଠି ଆସ୍ଥାଟା ଅଛି ସେଠି ଟିକେ ଭଲ ଫଳ ଦେଉଛି ରୁଦ୍ରାକ୍ଷ। ସବୁ ଜାଗାରେ ହୁଏ। ଦୈବୀ ଶକ୍ତିରେ ଆପଣଙ୍କର ବିଶ୍ୱାସଟା ହିଁ ବହୁତ କାମ କରେ। ଆ ବିଷୟରେ କ'ଣ ବିଜ୍ଞାନ କ'ଣ ମାନେ ପାରାବିଜ୍ଞାନ ମୁଁ କିଛି ଜାଣିନି ଆଜ୍ଞା, ମୁଁ ଦେଖୁଛି ତ ହେଉଛି। ହଉ, ଆଜି ପାଇଁ ଏତିକି। ଭିଡ଼ିଓଟି ଯଦି ଭଲ ଲାଗିଥିବ ସେୟାର କରିବେ, ଖରାପ ବି ଲାଗିଥିବ ସେୟାର କରିବେ। ଖରାପ ଲାଗୁ କି ଭଲ ଲାଗୁ, ଗୋଟିଏ ମୋର ଅନୁରୋଧ, ସେୟାର କରିଦେବେ। ଆପଣ ଲାଇକ୍ ଡିସଲାଇକ୍ କମେଣ୍ଟ ଯାହା କରିବା କଥା ଆପଣଙ୍କର ସେଇଟା ଚଏସ୍, ମୋର କିଛି ରିକ୍ୱେଷ୍ଟ ନାହିଁ। କାଲି ସକାଳେ ଆପଣଙ୍କ ବିଷୟରେ ଆମେ ଲାଇକ୍ କରିବୁ, ଆପଣଙ୍କୁ ଇଏ କରିବୁ ସେ କରିବୁ, ଆପଣ ପଇସା ପାଇଁ ପଛରେ ପଡ଼ିଛନ୍ତି। ପ୍ରଥମ ତ ଉଦ୍ଦେଶ୍ୟ ସେୟା ବିଲକୁଲ ନୁହେଁ, ନହେଲେ ମୁଁ 30 ମିନିଟିଆ ଭିଡ଼ିଓ କରୁନଥାନ୍ତି। ଦ୍ୱିତୀୟତଃ ଖାଲି ମୋର ଭଏସଟା ମ୍ୟାକ୍ସିମମ୍ ଲୋକଙ୍କ ପାଖରେ ପହଞ୍ଚ। ଯଦି କିଛି ଜାଣିବାକୁ ଚାହୁଁନ୍ତୁ ମୋ ଠାରୁ ତାହେଲେ କମେଣ୍ଟ ସେକ୍ସନରେ ଲେଖନ୍ତୁ, ସାର୍ ଆପଣଙ୍କ ଭାଷଣଟା ଖୁବ୍ ବଢ଼ିଆ ଲାଗିଲା, ସାର୍ ଆପଣଙ୍କର ହେୟାର ଷ୍ଟାଇଲଟା ବହୁତ ଖରାପ ହେଇଛି, ଏସବୁ ଭଳିଆ ଡିଷ୍ଟ୍ରକ୍ଟିଭ୍ କମେଣ୍ଟ କିଛି ଲେଖନ୍ତୁ ନାହିଁ। ତ ଏ ମାନେ ନାହିଁ, କାହିଁକି ଆମକୁ ଅନନେସେସାରୀ କାହାକୁ କାହିଁକି ଡିମୋଟିଭେଟ୍ କରିବା? ମୋଟିଭେସନ୍ ବି ଦରକାର ନାହିଁ, ଆମେ ଅଲରେଡ଼ି ମୋଟିଭେଟେଡ୍। ଯଦି କିଛି ଜାଣିବାକୁ ଚାହୁଁଛନ୍ତି, ସାର୍ ଟିକେ ସତରମୁଖୀ ରୁଦ୍ରାକ୍ଷ କେଉଁ ଜାଗାରେ ପିନ୍ଧି ହେବ କହିବେ କି? ୱେଲକମ୍। ଯଦି କିଛି ଜାଣିଛନ୍ତି ତାକୁ ବି କମେଣ୍ଟ ସେକ୍ସନରେ ଜଣାନ୍ତୁ। ତାକୁ ଛାଡ଼ିଦେଲେ ଆଉ ଅନନେସେସାରୀ କିଛି ନିଜର ସମୟ ନଷ୍ଟ କରନ୍ତୁ ନାହିଁ। ହଉ, ଆଜି ପାଇଁ ଏତିକି। ଯଦି ମହାଦେବ ଚାହାନ୍ତି ଖୁବ୍ ଶୀଘ୍ର ଆଉ ଗୋଟେ ଭିଡ଼ିଓ ନେଇ ଆପଣଙ୍କ ପାଖରେ ଉପସ୍ଥିତ ହେବି। ସେ ପର୍ଯ୍ୟନ୍ତ ମହାଦେବ ଆପଣମାନଙ୍କୁ ଭଲରେ ରଖିଥାନ୍ତୁ। ଓମ୍ ନମଃ ଶିବାୟ।